ବାଲେଶ୍ୱରରେ ପାଳିତ ହୋଇଛି ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ ମଙ୍ଗୁ ଭାଇଙ୍କ ପଞ୍ଚମ ପୁଣ୍ୟତିଥି। ଏହି ଅବସରରେ ବାଲେଶ୍ୱର ସହରର ଓଟି ରୋଡ୍ ସ୍ଥିତ ସବରାମପୁର ଛକଠାରେ ସ୍ୱର୍ଗତ ଦତ୍ତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହା ସହିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମଙ୍ଗୁ ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବଡ଼ସାହି ବିଧାୟକ ସନାତନ ବିଜୁଡ଼ି, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭଗରେଇ ବିଧାୟକ ଗୌତମ ବୁଦ୍ଧ ଦାସ, ସର ବିଧାୟକ ମାଧବ ଧଳା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଙ୍ଗୁ ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତିଚାରଣ କରିଥିଲେ। ପୂର୍ବାଞ୍ଚଳ ଜୋନ୍ ପୁଲିସ ଡିଆଇଜି ଡାକ୍ତର ସତ୍ୟଜିତ ନାୟକ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ମଙ୍ଗୁଭାଇ ସ୍ମୃତି କମିଟିର ଅଧ୍ୟକ୍ଷ ସମାଜସେବୀ ଅଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପୃଥ୍ୱୀରାଜ ପଣ୍ଡା ପରିଚାଳନା କରିଥିଲେ। ପରେ ସ୍ଥାନୀୟ ପୁରୁଣା ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମଙ୍ଗୁ ଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ରୁଣ୍ଡ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଶିବିର ଶେଷ ସୁଦ୍ଧା 614 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହାପରେ ପୁରୁଣା ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଶାଳ ସ୍ମୃତି ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନମାନସରେ ସ୍ୱର୍ଗତ ମଙ୍ଗୁ ଭାଇଙ୍କ ଜୀବନୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାରେ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଶାସନ ବ୍ୟବସ୍ଥା ଆଣିବାକୁ ଯେଉଁ କେତେଜଣ ନିଜର ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ମଧ୍ୟରୁ ମଙ୍ଗୁ ଭାଇ ଅନ୍ୟତମ। ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ। ଏହି ସଭାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ, ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଦାସ, ସିମୁଳିଆ ବିଧାୟକ ଶ୍ରୀ ପଣ୍ଡା, ବଡ଼ସାହି ବିଧାୟକ ଶ୍ରୀ ବିଜୁଡ଼ିଙ୍କ ସହ ବିଜେପି ଜିଲ୍ଲା ସଭାପତି ଈଶ୍ୱର ବେହେରା, ଉତ୍ତର ବାଲେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ ସଭା ସଞ୍ଚାଳନ କରିଥିଲେ। ଶେଷରେ ମଙ୍ଗୁଭାଇ ସ୍ମୃତି କମିଟିର ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ ପ୍ରମୁଖଙ୍କ ସହ କମିଟିର ସ୍ୱେଚ୍ଛାସେବୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ବାଲେଶ୍ୱରର ଲୋକପ୍ରିୟ ଜନନେତା ଥିବା ପୂର୍ବତନ ବିଧାୟକ ମୋର ପରମ ବନ୍ଧୁ, ମୋର ଭାଇ ଶ୍ରୀ ମଦନ ମୋହନ ଦତ୍ତଙ୍କର ଆଜି ପଞ୍ଚମ ଶ୍ରାଦ୍ଧବାର୍ଷିକ। ଆଜି ବି ମୋତେ ଲାଗୁନି ଯେ ମଙ୍ଗୁ ଭାଇ ଆମ ଭିତରେ ନାହିଁ। ମଙ୍ଗୁ ଭାଇ ଏ ଅଞ୍ଚଳର ଜଣେ ଗରିବ ଲୋକମାନଙ୍କର, ମେହନତି ଲୋକମାନଙ୍କର, ସାମାନ୍ୟ ଲୋକମାନଙ୍କର ପ୍ରତିନିଧି ଥିଲେ। ତାଙ୍କର ସାମାଜିକ ଜୀବନ ଅନେକ ଉଦାହରଣ ତିଆରି କରିଛି। ଅନେକ କାର୍ଯ୍ୟକର୍ତ୍ତାଙ୍କୁ ତିଆରି କରିବା, ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ମଙ୍ଗୁ ଭାଇ ନାଁରେ ପରିଚିତ ଥିଲେ। ମୋର ବିଗତ 30 ବର୍ଷର ସମ୍ପର୍କର ମୋର ସ୍ମୃତି ମଙ୍ଗୁ ଭାଇ ସାଙ୍ଗରେ ଅଛି। ମୁଁ ଛାତ୍ର ଜୀବନରୁ ଯେତେବେଳେ ଅଞ୍ଚଳରେ ସଂଗଠନ ପାଇଁ ଆସୁଥିଲି, ପରବର୍ତ୍ତୀ ଅବସ୍ଥାରେ ରାଜନୀତିକ କାମରେ ଆସିଲି, ମଙ୍ଗୁ ଭାଇ ଅଞ୍ଚଳରେ ଆମର ବଡ଼ ସହଯୋଗୀ ଥିଲେ, ଆମ ବିଚାରଧାରାର ସ୍ତମ୍ଭ ଥିଲେ। ଆଜି ସେ ଆମ ଭିତରେ ନାହାନ୍ତି। ଆଜି ମୁଁ ଜିଲ୍ଲାର ସବୁ ଜନପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେବି। ମଙ୍ଗୁ ଭାଇ ଯେଉଁ ଭଳିଆ ଥିଲେ, ଆଜି ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇକି ମଙ୍ଗୁ ଭାଇର ଇଏ ପୂର୍ଣ୍ଣ ଅବୟବର ମୂର୍ତ୍ତିକୁ ବାଲେଶ୍ୱର ସହରରେ ସ୍ଥାପିତ କରିକି ମଙ୍ଗୁ ଭାଇ ପ୍ରତି ଆମର ଶ୍ରଦ୍ଧାଞ୍ଜଳି, ମଙ୍ଗୁ ଭାଇ ପ୍ରତି ଆମର ଆବେଗ, ମଙ୍ଗୁ ଭାଇର କାମ ପ୍ରତି ଆମର ସମର୍ଥନ, ୟା ପାଇଁ ମୁଁ ଯେଉଁ ମଙ୍ଗୁ ଭାଇ ସ୍ମୃତି କମିଟିକୁ ବହୁତ ବହୁତ ଧନ୍ୟବାଦ ଦେଉଛି। ମଙ୍ଗୁ ଭାଇର ପୁଅ ଆଜି ଅଞ୍ଚଳର ପ୍ରତିନିଧି ହେଇଛି, ଲୋକମାନେ ତାକୁ ସ୍ୱୀକୃତି ଦେଇଛନ୍ତି। ମୁଁ ଆଜି ଦିନରେ ଏତିକି ପ୍ରାର୍ଥନା କରିବି ଯେ ଯେଉଁମାନେ ସବୁ ବାଲେଶ୍ୱର ଜିଲ୍ଲାକୁ ଅତୀତରେ ନେତୃତ୍ୱ ନେଇଥିଲେ, ଆଜି ଯେଉଁମାନେ ନେତୃତ୍ୱ ନେଉଛନ୍ତି, ସମସ୍ତେ ମିଳିମିଶିକି ଆମର ଓଡ଼ିଶାର ଇଏ ଅଗ୍ରଣୀ ଶିକ୍ଷାର ଇଏ ମୂଳ ପେଣ୍ଠସ୍ଥଳୀ ମା ସରସ୍ୱତୀଙ୍କ ପେଣ୍ଠସ୍ଥଳୀ ବାଲେଶ୍ୱରକୁ ଆହୁରି ଆଗକୁ ନେବା। ଏ ପାଇଁ ମଙ୍ଗୁ ଭାଇ ତାର ଜୀବନ ଦେଇଥିଲା। ଆମେ ତାକୁ ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ଯେ ଆମେ ସମସ୍ତେ ମିଶିକି ସେହି ଦିଗରେ କାମ କରିବା। ବାଲେଶ୍ୱରର
ବର୍ଷିୟାନ ଜନନେତା ସମସ୍ତଙ୍କର ପ୍ରିୟ ଦଳ ମତ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯାହାକୁ ନେତା ନୁହେଁ ଭାଇ ଭାବରେ ପସନ୍ଦ କରୁଥିଲେ ଆଜି ତାଙ୍କ ଅବର୍ତ୍ତମାନରେ ସମ୍ପୂର୍ଣ୍ଣ ବାଲେଶ୍ୱର ନୁହେଁ ଓଡ଼ିଶା ମଧ୍ୟ ତାଙ୍କୁ ଝୁରୁଛି ଅତି ଆଦରଣୀୟ ମଙ୍ଗୁ ଭାଇ। ମଙ୍ଗୁ ଭାଇଙ୍କର ପୂର୍ଣ୍ଣାବୟବ ମୂର୍ତ୍ତିକୁ ତାଙ୍କ ସ୍ମୃତିରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ଉପସ୍ଥିତିରେ ଆଜି ଅନାବରଣ କରାଯାଇଛି। ବୃକ୍ଷରୋପଣ ସହିତ ରକ୍ତଦାନ ଏବଂ ସ୍ମୃତିଚାରଣ ସଭାର ଆୟୋଜନ କରାଯାଉଛି। ଏକ ପୂଜାର ବଡ଼ ପରମ୍ପରା ଆଜି ସୃଷ୍ଟି ହେଲା। ତାଙ୍କର ନୀତି ଆଦର୍ଶକୁ ଆଗରେ ନେଇ ଲଗେଇବାରେ ସମସ୍ତେ ସଂକଳ୍ପବଦ୍ଧ ଅଛନ୍ତି ବୋଲି ମନେ ହେଉଛି। ବାସ୍ତବିକ ଭାବରେ ବାଲେଶ୍ୱରବାସୀଙ୍କର ହୃଦୟର ମଣିଷ ଏବଂ ବାଲେଶ୍ୱରର ଜନନେତା ମୋର ବାପା ସ୍ୱର୍ଗତ ବିଧାୟକଙ୍କର ଏ ଯେଉଁ ପୁଣ୍ୟତିଥି ଅବସରରେ ତାଙ୍କର ପ୍ରିୟ ନେତା ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ତାଙ୍କ ମୂର୍ତ୍ତି ଉନ୍ମୋଚନ ହେବା ଇଏ ବାସ୍ତବିକ ଆମ ପାଇଁ ପୁରା ବାଲେଶ୍ୱରବାସୀ ପାଇଁ ଗୋଟେ ଭାବପ୍ରଣର ମୁହୂର୍ତ୍ତ। ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ଅନ୍ୟ ଅତିଥିମାନେ ଯେଉଁମାନେ ଆସିଛନ୍ତି ମାନ୍ୟ ସୁରଜ ସୂର୍ଯ୍ୟବଂଶୀ ମହୋଦୟଙ୍କୁ ସେ ମଧ୍ୟ ଏଠି ପହଞ୍ଚିଛନ୍ତି। ଆଜି ଆପଣମାନେ ଜାଣିଛନ୍ତି ମଙ୍ଗୁ ଭାଇ ଇଏ ଗୋଟେ ନାଁ ନାହିଁ ବାଲେଶ୍ୱରରେ, ସମାଜ ସେବାର ସେ ଜଣେ ଦିଗ୍ଦର୍ଶକ ଥିଲେ। ତାଙ୍କ ପରିବାର ପଛରେ ଥିଲା, ଲୋକ ଆଗରେ ଥିଲେ। ତେଣୁ ସେହି ସଂକଳ୍ପରେ ସମସ୍ତେ ସଂକଳ୍ପିତ ହେଇକି ଯେମିତି ମାନ୍ୟ କେନ୍ଦ୍ରମନ୍ତ୍ରୀ କହିଲେ କି ବାଲେଶ୍ୱରକୁ ଆଗକୁ ନେବା ପାଇଁ ଯେଉଁ ଭୂମିକା ସ୍ୱର୍ଗତ ମଙ୍ଗୁ ଭାଇ ନେଇଥିଲେ ଆମେ ସମସ୍ତେ ସେହି ଭୂମିକା ନେବା। ଆଜି ଦିନରେ ଏତିକି ପ୍ରଣାମ। ଆଜି ଯେଉଁ ମଙ୍ଗୁ ବାବୁ ପୂର୍ବ ମାନେ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦରର ବିଧାୟକ ଥିଲେ ଏବଂ ତାଙ୍କର ଆଜି ପ୍ରତିମୂର୍ତ୍ତି ଉଦ୍ଘାଟନ ହେଇଛି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ। କିନ୍ତୁ ଗୋଟିଏ କଥା ମଙ୍ଗୁ ବାବୁଙ୍କ ବିଷୟରେ ମୁଁ ଦୀର୍ଘଦିନ ଧରି ରାଜନୀତିରେ ଅଛି ବାଲେଶ୍ୱରର। ସିଏ ସମସ୍ତ ଦଳର ଏବଂ ସାଧାରଣ ଲୋକଙ୍କର ନେତା ଥିଲେ, ଯିଏକି କୃଷକମାନଙ୍କର ନେତା, ଶ୍ରମିକମାନଙ୍କର ନେତା ଏବଂ ଗରିବ ଖଟିଖିଆ ଲୋକଙ୍କର ମଧ୍ୟ ସିଏ ସାଧାରଣ ଭାବେ ଯେକୌଣସି ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହୋଇପାରୁଥିଲେ, ଯାହାଫଳରେ ବାଲେଶ୍ୱରବାସୀ ବିଶ୍ୱାସ କରି ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ସେ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ପୁତ୍ର ସୁପୁତ୍ର ମାନସ କୁମାର ଦତ୍ତ ସେ ଯେଉଁ ବାଲେଶ୍ୱରବାସୀଙ୍କର ଅଧୁରା ସ୍ୱପ୍ନ ବାକି ରହିଯାଇଛି, ବାଲେଶ୍ୱରବାସୀଙ୍କର ଆଜି ବି ଭରସା ଅଛି ମାନସ ଦତ୍ତ ଯିଏକି ବିଧାୟକ ହେଲା ପରେ ତାଙ୍କ ଉପରେ ସାଧାରଣ ଲୋକଙ୍କର ଭରସା ଅଛି ଯେ ବାଲେଶ୍ୱରର ଯେଉଁ ବିକାଶ ବାକି ରହିଛି ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ହେବ। ଆଜି ଖୁସିର ମୁହୂର୍ତ୍ତ, ଡେରିରେ ହେଲେ ମଧ୍ୟ ମଙ୍ଗୁ ବାବୁଙ୍କର ଷ୍ଟାଚ୍ୟୁ ଉଦ୍ଘାଟନ ହୋଇଥିବାରୁ ବାଲେଶ୍ୱରର ବହୁ ସିନିୟର ସିଟିଜନ୍ ସିନିୟର ନାଗରିକ ମଧ୍ୟରେ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଗୋଟେ ଉତ୍ସାହିତ ଦେଖାଦେଇଛି। ତେଣୁ ଏତିକି ମୋର କହିବାର କଥା। ବାଲେଶ୍ୱରବାସୀ ଅପେକ୍ଷା କରିଛନ୍ତି ଆମର ଯେଉଁ ବିଧାୟକ ମାନସ ଦତ୍ତ ନିଶ୍ଚିତ ଭାବରେ ତାଙ୍କର ସ୍ୱପ୍ନକୁ ସାକାର କରିବେ ଏବଂ ବାଲେଶ୍ୱରର ସାଧାରଣ ଲୋକଙ୍କର ଦାବି ଯଦି ଆଗାମୀ ଦିନରେ ମାନସ ବାବୁଙ୍କୁ କିଛି ଦାୟିତ୍ୱ ଦିଆଯାଏ ନିଶ୍ଚିତ ଭାବରେ ବାଲେଶ୍ୱର ବିକାଶ ଘଟିବ। ଏବଂ ମଙ୍ଗୁ ବାବୁ ଜଣେ ଥିଲେ ଖାଲି ବାଲେଶ୍ୱରର ନେତା ନଥିଲେ, ସିଏ ସାରା ରାଜ୍ୟରେ ଏବଂ କେନ୍ଦ୍ରୀୟ ସ୍ତରରେ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ବାଲେଶ୍ୱରକୁ ଡାକି ସେ ଲୋକଙ୍କୁ ପରିଚିତ କରିଥିଲେ ଏବଂ ଯାହାଫଳରେ ବାଲେଶ୍ୱରବାସୀ ଆଜି ବିଜେପି ଭଳି ଦଳକୁ ଆଜି ଯେଉଁ ନେତାମାନେ ଅଛନ୍ତି ନିର୍ବାଚିତ କରିଛନ୍ତି। ତେଣୁ ବାଲେଶ୍ୱର ନିଶ୍ଚିତ ଭାବରେ ବିକାଶ ଘଟିବ ଏବଂ ସମସ୍ତଙ୍କ ମଧ୍ୟରେ ଖୁସିର ଉଲ୍ଲାସ ରହିବ। ଆଜିର ଯେଉଁ ପ୍ରତିମୂର୍ତ୍ତି ଉଦ୍ଘାଟନ ହେଲା ନିଶ୍ଚିତ ଭାବରେ ସମସ୍ତଙ୍କ ମନ୍ତ୍ରୀ ବିଧାୟକ ବାଲେଶ୍ୱର ଜିଲ୍ଲାର ଉପସ୍ଥିତ ରହି ଉଦ୍ଘାଟନ କରିଥିବାରୁ ସେଥିପାଇଁ ମୁଁ ଜଣେ ସାଧାରଣ ନାଗରିକ ଭାବରେ ମୁଁ ମଙ୍ଗୁ ଭାଇ ପ୍ରେମୀ ହିସାବରେ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି ମାନସ ବାବୁକୁ। ଆଜି ସିଏ ଜଣେ ସୁପୁତ୍ର